ଚାନ୍ଦି ମାଛ ତରକାରୀ କେମିତି କରିବେ ଦେଖନ୍ତୁ। ହଳଦୀ ଲୁଣ ଗୋଳେଇ ଦେଇଛି ଏଠି ଦେଖନ୍ତୁ ବସେଇଛି ଭଜା ଛାଣି ହେଇଯାଉ ତାପରେ ଦେଖନ୍ତୁ ମାଛ ଛାଣି ସାରିଲିଣି। ଭିଡ଼ିଓ କରିବା ମନ ନଥିଲା ସବୁ ପକେଇ ସାରିଲିଣି। ସେଟା ପୁଅ ସ୍କୁଲ ଛାଡ଼ୁଥିଲା ନା ରାଉ କରୁଥିଲା ଇଆଡ଼େ କରିବାକୁ ମନ ନାହିଁ। ଆଳୁ ଭାଜିଦେଲି ଆଳୁ ଭାଜିକି ତାପରେ ପିଆଜ ବିଲାତି ଭାଜିଦେଲି ଭାଜି ଦେଇକି ତାପରେ ମସଲା ଅଦା ପିଆଜ ରସୁଣ ପକେଇଲି। ତାପରେ କ'ଣ ହେଲା ତେଜପତ୍ର ବି ଟିକେ ପକେଇକି କଷେଇକି ହଳଦୀ ଲୁଣ ମିଟ୍ ମସଲା ପକେଇନି ଆଗ ପକେଇଦେବି ତାକୁ କଷଉଛି। କଷେଇ କରୁଛି କଷେଇ ହେଇ ଆସିଲେ ଆଉ ଟିକେ ମିଟ୍ ମସଲା ଦେଖନ୍ତୁ ଖଡ଼ଗପୁର ମସଲା ପକେଇନି ପକେଇଦେବା ଟିକେ କଷେଇଦେବା। ମିଟ୍ ମସଲା ପକେଇବା କଷେଇଯାଉ ପାଣି ଦେବା। ପାଣି ଦେବା ଦେଇଛି ଧନିଆ ପତ୍ର ଆଉ କଞ୍ଚା ଲଙ୍କା ପକେଇଦେବା। ଦେଖନ୍ତୁ ଏବେ ରେଡ଼ି ହେଇଗଲା ଚାନ୍ଦି ମାଛ ତରକାରୀ।